30 ସାଇଜ୍ ବ୍ଲାଉଜ୍ ଡାଇରେକ୍ଟ ଅସ୍ତର ଉପରେ ଆମେ କେମିତି କଟିଂ କରିବା ଆଜି ସେ ଉପରେ ମୁଁ କଟିଂ କରି ଆପଣମାନଙ୍କୁ ଦେଖାଉଛି। ଲମ୍ବ ଅଛି 12.5, ଛାତି ଅଛି 38, ଅଣ୍ଟା ଅଛି 30, ହାତ ଲମ୍ବ 3.5, ହାତ ଗୁଲେଇ 5.5, ପଛପଟି 3 ଆଉ ବଟମ୍ ପଟି ଆମେ 6.5 ରଖିବା। ସେ ହିସାବରେ କଟିଂ କରି ମୁଁ ଆପଣମାନଙ୍କୁ ଆଜି ଦେଖାଉଛି। ଅସ୍ତର ମୁଁ ଏମିତି ନେଇଛି, ଫୋଲ୍ଡ କରି ନେଇଛି। ଯୋଡ଼ା ସାଇଡ୍ ମୋ ପଟେ ଅଛି, ଖୋଲା ସାଇଡ୍ ବାହାର ପଟେ ଅଛି। ଦେଖନ୍ତୁ ଏମିତି ଆମେ ତଳେ ଏମିତି ଜମେଇ ଦେବା। ତାପରେ ଲମ୍ବ 12.5 ଅଛି, 13.5 ଆଉ ଗୋଟେ 2 ସୁତ ଅଧିକ ନେଲି। ଆଉ ଅଣ୍ଟାର 4 ଭାଗର ଗୋଟେ ଭାଗ ପ୍ଲସ୍ ଟେକିଂ ପାଇଁ 1 ଇଞ୍ଚ ଆଉ ଲୁଜିଂ ପାଇଁ 1.5 ଇଞ୍ଚ ନେଲି। ଏଇ ଦେଖନ୍ତୁ ପ୍ରାୟ ଏ ଉପର ଗାରରୁ 6 ଇଞ୍ଚ ତଳକୁ ମୁଁ ଛାତିର 4 ଭାଗର ଗୋଟେ ଭାଗ ୱିଥ୍ 1.5 ଇଞ୍ଚ ଲୁଜିଂ। ଏଠି 6କୁ 2 ସୁତ କମରେ ମୁଁ ଏମିତି ଚିହ୍ନ ଦେଲି। ଦେଖନ୍ତୁ ଏଇଠି ଯେତିକି ଅଛି ଏଇ ଜାଗାରେ ବି ସେତିକି କରିଦେଲି, କାହିଁକିନା ବରାବର ଆସିବ ଆମର ସିଧା ଗାର, ତେଣୁ ଏବେ ଏମିତି ସିଧା ଗାର ଟାଣିଦେଲି। ଦେଖନ୍ତୁ ଏଇଠୁ ଯେତିକି ହେଲା ଏଇ ଜାଗାରେ ବି ସେତିକି, ଦେଖନ୍ତୁ ସମାନ ଆସିଗଲା। ତାପରେ କ'ଣ କରିବେ, ଦେଖନ୍ତୁ ଏଇଠି 6କୁ 2 ସୁତ କମରେ ଏମିତି ଚିହ୍ନ ଦେଲି, ଏଇଠୁ ବି 6କୁ 2 ସୁତ କମରେ ଏମିତି ଚିହ୍ନ ଦେଲି। ଏଇ ଜାଗା ସ୍କୋୟାର ହେଇଗଲା। ଦେଖନ୍ତୁ ଏତିକି ସବୁ ବ୍ଲାଉଜରେ ଏତିକି ମାପ ନିଶ୍ଚୟ ଦରକାର। ତାପରେ ଯାହାର ଗଳା କମ୍ ଥିବ, ମାନେ 4, 5, 6 ଏମିତି ଭିତରେ ରହୁଥିବ, ସେଇଟା ଏମିତି ହିଁ କଟିଂ ହେବ। ଆଉ ଯାହାର ଡିପ୍ ଗଳା ହେଇଯିବ, ଧରନ୍ତୁ ପଛପଟି ମୁଁ ଏବେ 3 ରଖୁଛି ହେଲା, ଏମିତି ଗାର ସିଧା ଦେଇ ଦେଉଛି। ଦେଖନ୍ତୁ ଡିପ୍ ଗଳା ହେଲା, ତେଣୁ ଆମେ କ'ଣ ଚେଞ୍ଜ କରିବା। ଦେଖନ୍ତୁ ଏଇଟା 10 ଇଞ୍ଚ ହେଇଗଲାଣି, ତେଣୁ ଏବେ ଆମେ କେମିତି କ'ଣ ଚେଞ୍ଜ କରିବା ଦେଖନ୍ତୁ। ଦେଖନ୍ତୁ ଏମିତି ଭିତରକୁ ଆହୁରି ଅଧ ଇଞ୍ଚ ଯେମିତି ନେବା, ଏପଟେ ଅଧ ଇଞ୍ଚ ଯେମିତି ଟେକିବା। ତାପରେ ସିଲେଇ ମାର୍ଜିନ୍ ପାଇଁ ଆମେ ଚିହ୍ନ ଦେଇଦେବା। ଏଇ ମଝିରୁ ଆମେ ଏମିତି କ୍ରସରେ ଚିହ୍ନ ଦେବା। ଏଇଠୁ 1.5 ଇଞ୍ଚରେ ଏମିତି ଚିହ୍ନ ଦେବା, ଏଇଠୁ ଗୁଲେଇ ସେପ୍ ନେଇଯିବା ଏମିତି। ଦେଖନ୍ତୁ ଡିପ୍ ଗଳା ପାଇଁ ଏମିତି। ତାପରେ ଆମର ଉପରେ ଯେତିକି ଦରକାର ସେତିକି ରଖି ତଳ ପଟେ ଆମେ ଅଧ ଇଞ୍ଚ ଆହୁରି ଭିତରକୁ ଏମିତି ଦେବା। ଏଇଠୁ ଗୁଲେଇ ସେପ୍ ଦେଇଦେବା। ଏଇଠୁ 2 ସୁତ ଆମେ ଯେଉଁ ଅଧିକ ନେଇଥିଲେ ଡାଉନ୍ କରିବା। ଡିପ୍ ଗଳା ପାଇଁ ଏମିତି କଟିଂ କରିବେ, ଖାନ୍ଦ ଗଳିବନି, ପରଫେକ୍ଟଲି ରେଡ଼ି ହେବ ଆପଣଙ୍କର। ଦେଖନ୍ତୁ ଏବେ କଟିଂ କରିନେଉଛି। ଏମିତି ହିସାବରେ କଟିଂ କରିବେ, ଆପଣଙ୍କର ବ୍ଲାଉଜର ଖାନ୍ଦ କେବେ ଗଳିବନି ଆଉ ପରଫେକ୍ଟ ଫିଟିଂ ଆସିବ। ଦେଖନ୍ତୁ ଏବେ ଆମର ପଛପଟ ରେଡ଼ି ହେଇଗଲା। ଏବେ ଆମେ ଏଇ ଜାଗାରେ ହାତ କଟିଂ କରିବା। ଦେଖନ୍ତୁ ଡାଇରେକ୍ଟ କଟିଂ କଲେ ଏଇ ପ୍ରୋସେସରେ କରାଯାଏ। ଦେଖନ୍ତୁ ସିଧା କରିବା ପାଇଁ ଆଗେ ଏମିତି ଗାର ଟାଣି ନେବା, ତାପରେ ସିଲେଇ ପାଇଁ ଅଧ ଇଞ୍ଚ ଆମେ ଏମିତି ରଖି ଚିହ୍ନ ଦେବା। ହାତ ଲମ୍ବ ଅଛି 3.5, 3.5ରେ ଚିହ୍ନ ଦେବା ୱିଥ୍ ସିଲେଇ ପାଇଁ ଅଧ ଇଞ୍ଚ ଚିହ୍ନ ଦେବା। ଏଠି ହାତ ଗୁଲେଇ 5.5, ଏଇ ଜାଗାରୁ 1.5 ଇଞ୍ଚରେ ଆମେ ଚିହ୍ନ ଦେବା। ଏଇଠି ବି ଏମିତି ସିଧା ଗାର ଟାଣି ନେବା, ଏଇ ଜାଗାରେ ବି ଏମିତି ସିଧା ଗାର ଟାଣି ନେବା। ଦେଖନ୍ତୁ ଏଇ ଜାଗାରୁ ଏମିତି ବି ଆପଣ ଦେଇପାରିବେ, କିମ୍ବା ଏଇଠୁ 1.5 ଇଞ୍ଚରେ ଚିହ୍ନ ଦେଇଦେବେ। ତାପରେ ଏଇଠି 5.5 ଅଛି, ମାନେ 6.5ରେ 1 ଇଞ୍ଚ ଅଧିକରେ ଏମିତି ଚିହ୍ନ ଦେଲେ ଏଇ ଜାଗାରେ ଆମେ ଏମିତି ଗାର ଟାଣିଦେବା। ଏଇଠି ଗୁଲେଇ ସେପ୍ ଏମିତି ଦେଇଦେବା। ଏଇ ଜାଗାରୁ 1.5 ଇଞ୍ଚରେ ଆମେ ଏକ୍ସଟ୍ରା ରଖିକିନା ଚିହ୍ନ ଦେଇଦେବା। ତାପରେ ଯେମିତି ଅଛି ଆମେ ସେମିତି କଟିଂ କରିଦେବା। ହାତ କାଟିବାରେ ଯାହାର ପ୍ରୋବ୍ଲେମ୍ ହେଉଛି ଏମିତି କାଟିବେ, ଏଇଟା ହେଉଛି ବହୁତ ଇଜି ପ୍ରୋସେସ୍। ଏ ହିସାବରେ କାଟିଲେ ହାତ ବି ପରଫେକ୍ଟ କଟିଂ ହେବ। ମଝିରେ ଏମିତି କଟ୍ ଚିହ୍ନ ଦେଇଦେବା। ଏବେ ଆମେ ଡାଉଟ୍ କ୍ଲିୟର ପାଇଁ ଏମିତି ପଛ ପିସ୍ ରଖି ସିଲେଇ ମାର୍ଜିନ୍ ଯେଉଁଠି ଅଛି ସେଠି ଏମିତି ରଖି ଏମିତି ଚେକ୍ କରିପାରିବା। ଦେଖନ୍ତୁ ଆମର ପରଫେକ୍ଟ ବସିଯାଇଛି ହାତଟା। ସାମ୍ନା ପଟେ ଆମେ ଅଧ ଇଞ୍ଚ ଏମିତି ଡାଉନ୍ କରି ସେପ୍ କରିବା। ଏଠି ଗୋଟେ କଟ୍ ଚିହ୍ନ ଦେଇଦେବା, ଆମେ ଜାଣିପାରିବା କି ଏଇଟା ସାମ୍ନା ପଟ ଲାଗିବ। ତାପରେ ଦେଖନ୍ତୁ ଅସ୍ତରକୁ ଏବେ ଆମେ
ଆଉ ଥରେ ଏମିତି ତଳେ ସିଧାରେ ପ୍ଲେନ୍ କରି ଏମିତି ଜମେଇ ଦେବା। ଦେଖନ୍ତୁ ପଛ ପଟକୁ ଏମିତି ଥୋଇବେ, ମନେ ରଖିବେ ତଳକୁ ଅଧ ଇଞ୍ଚ ଆଉ ଯେଉଁ ପଟ ଖାଜା ବଟମ୍ ପଟି ହେବ ସେପଟେ ଅଧ ଇଞ୍ଚ ଆମକୁ କପଡ଼ା ରଖି କଟିଂ କରିବାକୁ ପଡ଼ିବ। ଏମିତି ହିସାବରେ ରଖିଦେବା। ସାମ୍ନା ପଟେ ଏମିତି ଅଧ ଇଞ୍ଚ ରଖି ଆମେ ଗାର ଟାଣିଦେବା। ବରାବର ଏମିତି ରଖିବେ। ତାପରେ ବଟମ୍ ପଟି 6.5 ମାନେ 7.5 ଆଉ 2 ସୁତ ଅଧିକରେ ଏମିତି ଚିହ୍ନ ଦେଲି। ଏଇଟା 5.5ରେ ଆମର ସାମ୍ନା ଗଳା ଖୋଲିବ। ଦେଖନ୍ତୁ ଏଇଟା ଏମିତି ଚିହ୍ନ ଦେଇଦେଲି, ଏଠି ଗୁଲେଇ ସେପ୍ ଦେଲି। ଏବେ ଯେମିତି ଅଛି ଆମେ ସେମିତି ହିଁ କାଟି ନେବା। ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଲାଗୁଛି ତାହେଲେ ନିଶ୍ଚୟ ଲାଇକ୍ ସବସ୍କ୍ରାଇବ୍ କରିବେ ଆଉ ଭାଇକୁ ସପୋର୍ଟ କରିବେ। ଦେଖନ୍ତୁ ଏମିତି ଚିହ୍ନ ଦେବା। ଏଇଠି ଆହୁରି 2 ସୁତ ଆମେ ଭିତରକୁ ନେବା। ଏ ସେପ୍ରେ କଟିଂ କଲେ ଆହୁରି ସୁନ୍ଦର ଦିଶିବ, ଭଲ ଲାଗିବ, ଫିଟିଂ ଆସିବ। ଦେଖନ୍ତୁ ଏବେ ଯେମିତି ଅଛି ମୁଁ ସେମିତି କଟିଂ କରି ନେଉଛି। এই ବ୍ଲାଉଜ ଦେଖନ୍ତୁ 30 ସାଇଜ ପାଇଁ କାଟୁଛି, ମାନେ ହାଲା ଲାଇନ୍ 6କୁ 2 ସୁତ କମରେ କାଟିଥିଲି। ଦେଖନ୍ତୁ ଏଇଠି ଆହୁରି ସାମ୍ନା ପଟ ଆମେ ଅଧ ଇଞ୍ଚ ଏମିତି ସେପ୍ କରି କଟିଂ କରୁଛେ। এই ଜାଗାରେ ଯଦି ସେପ୍ ନ କରିବେ କପଡ଼ା ମାନେ ସେଇଠି ଜମିଯିବ, ଉଠିକି ରହିବ। ଏଠୁ 2.5 ଇଞ୍ଚରେ ଏମିତି ଚିହ୍ନ ଦେବେ। ତାପରେ ସିଧାରେ ଆମକୁ ଏମିତି ଗାର ଟାଣିଦେବା, କିମ୍ବା ଏଠି 1.5 ଇଞ୍ଚ ଆମେ ଲୁଜିଂ ଛାଡ଼ିଥିଲେ ସେଇଠୁ 3 ଇଞ୍ଚରେ ଏମିତି ଚିହ୍ନ ଦେବେ। এই ଜାଗାରେ ବି ଆପଣ ଏମିତି ଦେଇପାରିବେ। ସୁତେ ଏପଟେ ସେପଟେ ହେଲେ ଅସୁବିଧା ନାହିଁ। ଏଠୁ 1 ଇଞ୍ଚରେ ଚିହ୍ନ ଦେବେ, ଏଠି ଗୁଲେଇ ସେପ୍ ଦେବେ। ଦେଖନ୍ତୁ ଯେତେ ବ୍ଲାଉଜ ଲମ୍ବ ହେଲେ ବି ଛାତିର 4 ଭାଗର 1 ଭାଗରେ ଏମିତି ଚିହ୍ନ ଦେବେ। 1 ଇଞ୍ଚ ତଳକୁ ଚିହ୍ନ ଦେଲେ ଏଠି ଭି ପଟି କଟିବ। ଯଦି ବ୍ଲାଉଜ ଲମ୍ବ ହେବ ତାହେଲେ ଭି ପଟି ବଡ଼ ହେବ, କିନ୍ତୁ କପ୍ ଯେଉଁ ସେପ୍ରେ ଆମେ କାଟୁଛେ ଏତିକିରେ ହିଁ କଟିବ। ଏ ମଝିରୁ 1 ଇଞ୍ଚ ଆମେ ଏମିତି ଉପରକୁ ଉଠେଇଲେ, ତାପରେ ଏବେ କଟିଂ କରିନେବା। ଆଉ ଯେଉଁ ଅଧ ଇଞ୍ଚ ଆମେ ଏକ୍ସଟ୍ରା ନେଇଥିଲେ ସାମ୍ନା ପଟ କଟିଂ କରିଦେଲେ। ଏବେ ଆମେ ଏଇ ଜାଗାରେ କପ୍ କଟିଂ କରିବା। ଦେଖନ୍ତୁ କପ୍ ପିସ୍ର ଆମେ ଗୁଲେଇ ସେପ୍ ଜଷ୍ଟ ସେପ୍ କରିଦେଲେ, ମଝିରୁ ଏମିତି ଫୋଲ୍ଡ କଲେ, ଏମିତି ଉର୍ବିରେ ରଖିବେ। ଉପର ପଟେ 2 ଇଞ୍ଚ, ତଳକୁ 1.5 ଇଞ୍ଚ ଆଉ ତଳକୁ 1 ଇଞ୍ଚରେ ଏମିତି ଚିହ୍ନ ଦେବେ। ତାପରେ ଯେମିତି ଅଛି ଆମେ ସେମିତି ହିସାବରେ ଉପର ସାଇଡ୍ ସେପ୍ ଦେଇଦେବା। এই ଜାଗାରେ ବି ଏମିତି ଗାର ଟାଣିବା। ତଳକୁ 1 ଇଞ୍ଚରେ ଆମେ ଗୁଲେଇ ସେପ୍ ଦେବା। ଏମିତି ଯେଉଁପଟେ 1.5 ଇଞ୍ଚ ଆମେ ଚିହ୍ନ ଦେଇଥିଲେ ସେପଟେ ହିଁ ଗୁଲେଇ ସେପ୍ ହେବ। ଦେଖନ୍ତୁ ଏବେ ଯେମିତି ଅଛି, ଦେଖନ୍ତୁ ସାମ୍ନା ପଟେ ଏମିତି ଚିହ୍ନ ଦେଲି, ଯେମିତି ଅଛି ଏବେ ସେମିତି ହିଁ କାଟି ନେବା। ଦେଖନ୍ତୁ ଏଇଟା କପ୍ର ତଳ ପିସ୍ ଆମର ରେଡ଼ି ହେଇଗଲା। ଏବେ ଉପର ପିସ୍ ଏମିତି କାଟିବା। ଆକୁ ବି ଏମିତି ଆମେ ଏବେ ଉର୍ବି ରଖିବା। 1.5 ଇଞ୍ଚ ଯେଉଁପଟେ କାଟିଥିଲେ ସେପଟେ ଏମିତି ରଖି ଆମେ ଗୁଲେଇ ସେପ୍ ଚିହ୍ନ ଦେଇଦେବା। ଦେଖନ୍ତୁ ତାପରେ ଯେଉଁ ଫୋଲ୍ଡ କରୁଥିଲେ ଅଧ ଇଞ୍ଚ ଆମେ ଏମିତି ଉପରକୁ ବଢ଼େଇକି ରଖିବା, କାହିଁକିନା ଅଧ ଇଞ୍ଚ ବଢ଼ିକିରି ଥିଲା ଆମର। ସେପ୍ ଦେବା, ଏମିତି ଗୁଲେଇ ସେପ୍ ଦେଇଦେବା। ଏମିତି ହିସାବରେ ଆପଣମାନେ କାଟିପାରିବେ। ଯେଉଁମାନେ ନୂଆରେ କରୁଛନ୍ତି ପେପର କାଟନ୍ତୁ, 2 ଥର 4 ଥର କଲେ କଟିଂ କଲେ ଅଟୋମେଟିକ୍ ଆପଣମାନଙ୍କର ହାତ ସେଫ୍ ହେଇଯିବ। ଦେଖନ୍ତୁ କେମିତି କ'ଣ ରଖିବେ, ଏମିତି ରହିବ ପଛ ପିସ୍ ଏଇଟା। ଭି ପଟି, ଏଇଟା ହାତ। ଦେଖନ୍ତୁ ଏବେ ଆମେ ଚେକ୍ କରିନେବା ବରାବର କଟିଂ ହେଇଛି କି ନାହିଁ। କ'ଣ କରିବେ, ଦେଖନ୍ତୁ ଏଠି ଅଧ ଇଞ୍ଚ, ଏଠି ଅଧ ଇଞ୍ଚ, ଏମିତି ଚିହ୍ନ ଦେଇ ଆମେ ଏମିତି ରଖିବା। ଏସ୍ ପଟିକୁ ଉପରେ ଏମିତି ରଖିବା। ଦେଖନ୍ତୁ ବରାବର ଆମର ଆସିଯାଇଛି। ଏଇ ଜାଗାରେ ରଖିବେ। ଏଇଠି ଟେକିଂ ପାଇଁ ଯେତିକି ଦରକାର ରଖିବେ। ଭି ପଟି ବି ବରାବର
ଆମର କଟିଂ ହେଇଛି।